ସାଙ୍ଗ ବନମାଳୀ ଏପରି ଅବସ୍ଥା ଦେଖି ବିଭୂତି ଭାଇକି ସାଙ୍ଗରେ ନେଇଯାଇଛି ଗାଁ ଆଡ଼େ ଟିକେ ବୁଲେଇବାକୁ। ତା ଭିତରେ ଆମର ସନ୍ଧ୍ୟା ସମୟ ବବିନ ଭାଇ ଏବଂ ଜୟଦେବ ଭାଇ ମଧ୍ୟ ଭେଟ ହୋଇଛନ୍ତି ଏବଂ ତିନି ଜଣଙ୍କ ସାଥୀ ହୋଇ ବିଭୂତି ଭାଇକି ଯେତେ ବୁଲେଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ତାଙ୍କ ମନ ମାନୁନି। କାହିଁକି ନା ବନମାଳୀ ଭାଇଙ୍କ ସାଙ୍ଗରେ ଯାଇକିରି ଗାଁର ପରିସ୍ଥିତି ଦେଖି ସେ ହରାସ ହୋଇଯାଇଛନ୍ତି। ଶେଷକୁ ବବିନ ଭାଇ, ଜୟଦେବ ଭାଇ ଏବଂ ବନମାଳୀ ଭାଇ ଫେରି ଆସିଛନ୍ତି। ଗାଁର ମନ୍ଦିର ଆଗରେ ଗୋଟିଏ ପଥର ଉପରେ ବସିଥାନ୍ତି ବିଭୂତି ଭାଇ। ଭାବୁଥାନ୍ତି ଗାଁର ସେଇ ଅତୀତର କଥା। ସେଦିନ ଥାଏ ପବିତ୍ର ମହାଶିବରାତ୍ରି। ଗାଁ ଶିବପୀଠଠାରେ ଅନୁଷ୍ଠିତ ହୋଇଥାଏ ଜାଗର ମେଳା। ଗୌର ନନା ପୂଜା କରୁଥାନ୍ତି। ଟିକେ ଅନୁରୋଧ ଲକ୍ଷ୍ୟ ରଖିବେ, କାଳେ କାହାର ନାଁ ଛାଡ଼ି ଦେଇଥିବି ତାହେଲେ କ୍ଷମା ଦେବେ। ପ୍ରଥମ ନାଁ ଗଲା ଗୌର ନନା। ଶିବଲିଙ୍ଗ ଉପରେ ଉପବାସ କରିଥିବା ଝିଅ ବୋଉ ତଥା ମୋନାଲିସା, ସରସ୍ୱତୀ, ଅନିତା, ମଧୁସ୍ମିତା ଓ ସଂଯୁକ୍ତା ଏବଂ ପ୍ରିୟା, କୁନି ପିଲା ପ୍ରିୟା ଓ ଗାୟତ୍ରୀ ସାଥିରେ କ୍ଷୀର, ଭୋଗ, କଦଳୀ, ନଡ଼ିଆ ଏବଂ ହାତରେ ଟୋପର ଧରି ମନ୍ଦିରରେ ପହଞ୍ଚିଥାନ୍ତି। ପୂଜାର୍ଚ୍ଚନା ଚାଲିଲା। ପ୍ରସାଦ ପାଇ ସେମାନେ ମନ୍ଦିରରୁ ଫେରିଲେ। ସେଦିନ ଶିବେ ଶୋଭା ପାଉଥାଏ କେତକୀ ଫୁଲ, ଯିଏକି ଅଭିଶପ୍ତା। ସୀତାଙ୍କ ଅଭିଶାପରୁ ମୁକ୍ତି ପାଇ ଆଜିର ଏହି ବର୍ଷର ଏହି ଦିବସକୁ ତାଟକା ଭଳି ଅନେଇ ରହିଥାଏ। ମନ୍ଦିର ସାମ୍ନାରେ ରାତିରେ ଅନୁଷ୍ଠିତ ହୁଏ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ। ହରେ କୃଷ୍ଣ ନାମରେ ପ୍ରକମ୍ପିତ ହୁଏ ଗାଁଟି। ନା ଏଠି ଦେଖିବେ ହରେ କୃଷ୍ଣ। ମନ୍ଦିର ସାମ୍ନାରେ ଥିବା ମଣ୍ଡପରେ ଚାଲେ ସକାଳୁ ସଞ୍ଜ ଯାଏ କୀର୍ତ୍ତନ। ସୁଶାନ୍ତ, ଦୁଇ ସନ୍ତୋଷ ଏବଂ ଦୁଇ ରବୀନ୍ଦ୍ର କୀର୍ତ୍ତନ କରନ୍ତି। ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ହୁଏ। ସେମାନଙ୍କ କଣ୍ଠରୁ ଭାସି ଆସେ ସେହି ପୁରୁଣା କାଳିଆ ସଙ୍ଗୀତ। ଶିବଙ୍କ ପୀଠରେ ଆଜି ଜାଗର ମେଳା, ଭାଇ ଜାଗର ମେଳା, ଆଉ ଯାହା ମାଗିବ ତାହା ପାଇବ, ଯାହା ମାଗିବ ତାହା ପାଇବ, ସବୁ ଦେବେ ଆଜି ସେଇ ଭୋଳା। ଶିବଙ୍କ ପୀଠରେ ଆଜି ଜାଗର ମେଳା। ଏହାପରେ ବାମ ପଟେ ଝୁମ୍ପୁଡ଼ିଆ ଚାଳ ଘରେ ବ୍ରହ୍ମାନନ୍ଦ ସାରଙ୍କର ଚାରଶାଳୀ ପଢ଼ୁଥାନ୍ତି ହରେନ୍ଦ୍ର, କାପ୍ରା, ଶୋକ୍ରା, ସୁଦୀପ୍ତା, ଗୁଲ ଓ ବିଷ୍ଣୁପ୍ରିୟା ଏବଂ ଶୈଳେନ୍ଦ୍ରୀ, ସାଥୀ ରାଜମଣି ଓ ହୀରାମଣି। ପବିତ୍ର ଖାଲି ସେତିକି ନୁହେଁ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ରାତିକି ସେ ମଧ୍ୟ ମନେ ପକାଇଥାନ୍ତି ସେହି ପୁରୁଣା ଦିନର ବୋହୂ ଚୋରି ଖେଳ। ଆଉ ଯେଉଁ ଛୋଟ ଗୀତଟି ଥିଲା, କୁଆର ପୁନେଇ ଜହ୍ନଲୋ ଫୁଲ ବଉଳ ବେଳେ। ଅର୍ଜୁନ, ଲକ୍ଷ୍ମଣ, ବରୁଣ, ପରେଶଙ୍କ ସହିତ ପ୍ରଭାସିନୀ, ରଶ୍ମିରେଖା, ସୁବାସିନୀ ଓ ଭାରତୀ ସମସ୍ତେ ଖେଳୁଥିଲେ, ଯାହାକୁ କି ବିଭୂତି ଭାଇ ଭୁଲି ପାରିନାହାନ୍ତି ତାଙ୍କ ଜୀବନରୁ। ପୂର୍ଣ୍ଣତୟା ଚିତ୍ରୋତ୍ପଳା ନଦୀର ତଟ ଦେଶରେ ଶୋଭାବର୍ଦ୍ଧନ କରୁଥାଏ ମହେଶ୍ୱର ଏବଂ ପାର୍ବତୀଙ୍କ ମନ୍ଦିର। ମନ୍ଦିର ବେଢ଼ା ଚାରିପଟେ ଭାସି ଆସୁଥାଏ ବିଭିନ୍ନ ଫୁଲର ସୁବାସ। ଦ୍ୱିତୀୟ କୈଳାସ ଭଳି ମନେ ହେଉଥାଏ। ଗାଁର ଅନ୍ୟ ପିଲାଙ୍କ ମଧ୍ୟରେ ସତ୍ୟବ୍ରତ, ମନୋଜ, ଲଲାଟେଣ୍ଡୁ, ଦୀପ୍ତି, ପୂର୍ଣ୍ଣ ଓ ସୁବାସ, ସାଧବ ପୁଅ ଓ ସ୍ୱରୂପା, ଗୀତାଞ୍ଜଳି, ସୌମ୍ୟା, ରଶ୍ମିରେଖା, କୃଷ୍ଣାରାଣୀ, ସୁବାସିନୀ ଓ ସ୍ୱପ୍ନାମୟୀ ସାଜନ୍ତି